ଭିଡ଼ ଭିତରେ ତ ସମସ୍ତେ ଚାଲନ୍ତି, କିନ୍ତୁ ଏକା ଚାଲିବାର ସତ୍ସାହସ ସେଇମାନେ ରଖନ୍ତି ଯେଉଁମାନେ କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାନ୍ତି। ଅନେକ ଲୋକ ଏକା ରହିବାକୁ ପସନ୍ଦ କରନ୍ତିନି, କାରଣ ସେଇଟା ତାଙ୍କ ଦୁର୍ବଳତା ହେଇଥାଏ। କିନ୍ତୁ ଯେଉଁମାନେ ସେହି ଦୁର୍ବଳତାକୁ ନିଜର ଶକ୍ତି ଭାବନ୍ତି ସେମାନେ ଜୀବନରେ ବହୁତ କିଛି ହାସଲ କରିଥାନ୍ତି। ଅନେକ ଲୋକ ଏକା ଚାଲିବାକୁ, ଏକା ବଞ୍ଚିବାକୁ ନେଗେଟିଭ୍ ମାଇଣ୍ଡସେଟ୍ରେ ଦେଖନ୍ତି। ହେଲେ ସତ ଏଇଟା ଯେ ପ୍ରତ୍ୟେକ ମଣିଷ ଏକା ହିଁ ହେଇଥାଏ। ଜନ୍ମ ଏକା ହେଇଥାଏ, ମୃତ୍ୟୁ ବେଳେ ବି ଏକା ହେଇଥାଏ। ସିଂହାସନ, ଶିଖର ଆଉ ଶ୍ମଶାନ ଏ ତିନୋଟି ଜାଗାରେ ମଣିଷ ଏକା ହିଁ ରହିଥାଏ। ତାହେଲେ ପୁଣି ଜୀବନକୁ ଏକା ଜୀଇବାରେ, ଆଗକୁ ଏକା ବଢ଼ିବାରେ, ଏକା ଚାଲିବାରେ, ଏକା ସମସ୍ୟାକୁ ସାମ୍ନା କରିବାରେ ଅସୁବିଧା କେଉଁଠି? ଏକା ଚାଲିବାରେ କୌଣସି ସମସ୍ୟା ନୁହଁ, ବରଂ ନିଜକୁ ଷ୍ଟ୍ରଙ୍ଗ କରିବାର ଏକ ବଡ଼ ଉପାୟ। କାରଣ ନିଜ ପାଇଁ ନିଜେ ସବୁକିଛି କରିବାର ରେସ୍ପନ୍ସିବିଲିଟି ବଢ଼ିଥାଏ। ନିଜ ମନକୁ କଣ୍ଟ୍ରୋଲ କରିବା ଶିଖିଯାଅ। ଯେଉଁଦିନ ତମ ମନ ତମ କଣ୍ଟ୍ରୋଲରେ ରହିବ, ସେଇଦିନ ତୁମେ ଦୁନିଆରେ ଜଣେ ଅଜୟ ଯୋଦ୍ଧା ପାଲଟିବ। ସ୍ୱାର୍ଥରୁ, ନେଗେଟିଭିଟିରୁ ବଞ୍ଚିବା ପାଇଁ ଏକା ଚାଲିବା, ନିଜ ପାଇଁ ନିଜେ ସବୁକିଛି କରିବା ତମକୁ ବହୁତ ଜଲ୍ଦି ସଫଳତା ଆଡ଼କୁ ଟାଣି ନେବ। ନିଜକୁ ସମୟ ଦିଅ। ଏକା ଚାଲିବାକୁ ଲୋକେ ପନିଶମେଣ୍ଟ ବୋଲି ଭାବନ୍ତି, ହେଲେ ଏଇଟା ପନିଶମେଣ୍ଟ ନୁହଁ। ଏଇଟା ଗୋଟେ ସୁଯୋଗ ନିଜକୁ ଜାଣିବାର, ଏଇଟା ଗୋଟେ ସୁଯୋଗ ନିଜକୁ ମଜବୁତ କରିବାର। ଏକା ରହି, ଏକା ଚାଲି ତମେ ଯାହା କରିପାରିବ, ଦୁନିଆର ଭିଡ଼ ଭିତରେ ରହି ତା କେବେ ବି କରିପାରିବନି। ତେଣୁ ଜୀବନରେ ଯଦି ଆଗକୁ ବଢ଼ିବାର ଅଛି, ସେଇମାନଙ୍କ କଥା ଶୁଣିବା ବନ୍ଦ କରିଦିଅ ଯେଉଁମାନେ ତୁମ ମନୋବଳକୁ ଭାଙ୍ଗିଦେଲା ଭଳି କଥା କୁହନ୍ତି। ତୁମେ ଯେତେ ଡରିବ, ଏ ଦୁନିଆ ତୁମକୁ ସେତେ ଡରେଇବ। ତେଣୁ କାହା ସାହାରାରେ ନୁହଁ, ନିଜର ଶକ୍ତି ଆଉ ସାମର୍ଥ୍ୟରେ ସଫଳ ହୁଅ। ସେହି ଲୋକମାନେ ବି ତୁମ ଆଗରେ ମୁଣ୍ଡ ନୁଆଇବେ ଯେଉଁମାନେ ଦିନେ ତୁମକୁ ପଛରୁ ଟାଣିବାକୁ ଚେଷ୍ଟା କରୁଥିବେ। କେବେ ନିଜକୁ ଏକା ଭାବନି, ବରଂ ନିଜକୁ ଏତେ ଦୃଢ଼ ନିଶ୍ଚିତ କର ଯେ ତୁମକୁ ଲାଗିବ ତୁମେ ଏକା ହିଁ ଯଥେଷ୍ଟ। ଜୀବନରେ ସଫଳତା ପାଇଁ ମନର ରାସ୍ତାରେ ନୁହେଁ, ବୁଦ୍ଧିର ରାସ୍ତାରେ ଚାଲ। ଏକା ଚାଲିବା ଶିଖିଯାଅ, କାରଣ ଏ ଦୁନିଆରେ କେହି କାହାରି ନୁହଁ। ଏଠି ସ୍ୱାର୍ଥ ହିଁ ସବୁକିଛି। ନା ସମ୍ପର୍କ, ନା ବନ୍ଧୁତା, ନା ପ୍ରେମ। ସମୟ ଅନୁସାରେ ଏଠି ସବୁକିଛି ବଦଳିଯାଏ। ଏ ଦୁନିଆରେ ତୁମେ କ'ଣ ଭଲ କରିଛ ତାକୁ କେହି ମନେ ରଖନ୍ତିନି, କ'ଣ ଖରାପ କରିଛ ତାକୁ ହିଁ ସମସ୍ତେ ମନେ ରଖନ୍ତି। ଲୋକେ କ'ଣ କହିବେ ଭାବି ନିଜ ଲକ୍ଷ୍ୟକୁ ଛାଡ଼ ନାହିଁ, କାରଣ ତୁମେ ଲକ୍ଷ୍ୟ ହାସଲ କଲା ପରେ ସେଇମାନେ ହିଁ ତୁମ ଆଗରେ ପ୍ରଶଂସା ଜାଣିବେ ଯେଉଁମାନେ ଦିନେ ତୁମକୁ ନିନ୍ଦା କରୁଥିବେ ଆଉ ତୁମ ରାସ୍ତାରେ ବାଧା ହେଇ ଛିଡ଼ା ହେଇଥିବେ। ତେଣୁ ଜୀବନକୁ ବୁଝିବାକୁ ହେଲେ ଏକା ଚାଲିବା ଶିଖ, ଏକା ରହିବା ଶିଖ, ଆଉ ଏକା ବଞ୍ଚିବା ଶିଖ। ଖୁସିକୁ ନିଜ ଭିତରେ ଖୋଜ। ଅନ୍ୟ କାହା ଭରସାରେ ରହିଲେ କେବଳ ଦୁଃଖ ହିଁ ପାଇବ। ନିଜକୁ ନିଜେ ବିଶ୍ଳେଷଣ କର। ତୁମ ପାଇଁ କ'ଣ ଠିକ୍, କ'ଣ ଭୁଲ, ତୁମର ସମସ୍ୟା କ'ଣ, ତାର ସମାଧାନ କ'ଣ, ତୁମେ ନିଜ ପାଇଁ କ'ଣ କରିଛ, କ'ଣ କରୁଛ ଆଉ କ'ଣ କରିପାରିବ। ଅନ୍ୟ